লিভি লিভি যাଉଛି ଧରମ ବନ୍ଧୁ ସିନ୍ଦୁର ବିନ୍ଦୁ ପଖିଆ କାନ୍ଧୁ ନୈଷ୍ଠିକ ହିନ୍ଦୁ କମାର ଶାଳ ହଳ ଲଙ୍ଗଳ ଲାଉର ଥାଳ କଉଡ଼ି ଖେଳ ଧାନ ବେଙ୍ଗଳା ଅମଳ ଖଳା ତେଲର ପଳା ଆଉ କ ନ লিভি লিভি ଯାଉଛି କୁଅ ଉଝୁଳା ପାଦେ ଅଳତା ରିବନ ଫିତା ବରଡା ଛତା ମଞ୍ଜା ରାଇତା ବରଡା ଚଟ ଗୁରୁଜୀ ଛାଟ ଖଡ଼ି ସିଲଟ ଝିଅଙ୍କ ଜଟ ମା ପଣତ କଙ୍କଣ ହାତ କେନ୍ଦରା ଗୀତ ନାଉରି କାତ ଢିଙ୍କି ପାହାର ପାଲିଙ୍କି ବର ଡାଆଣି ଡର ଭୂତ ନଜର ମନେ ଅଛି ତ লিভି লিভି ଯାଉଥିବା କଥା କଲମ କାଳି ଘର ଛୁଆଳି ଗାୟକ ଅଳି ଚନ୍ଦନ ଥାଳି କାଠ କଠଉ ଚୁଲି ପିଠଉ ଲେଖା ଚିଟଉ ପକ୍ଷୀ ଜଟାଜୁ ଚିଲ ଶାଗୁଣା କାନ୍ଥରେ ଠଣା ଖୋଲୁ ଅଘଣା କାନ୍ଥ ଆଲଣା ବିବାହ ଝୁଟି ପିଲାଙ୍କ ଖଟି ପଲମ ରୁଟି ରିବନ ଚୁଟି କୁଅର ପାଣି ବହୁ ଓଢ଼ଣୀ ପର୍ବପର୍ବାଣୀ ଗାଈ ତୋରାଣୀ ଶଗଡ଼ ଗାଡ଼ି ଗୁଣି ଗାରେଡ଼ି ପାରାଙ୍କ ଭାଡ଼ି ବୈଦ ନାଡ଼ି କୃଷି ଦର୍ଶନ ରେଡ଼ିଓ ଗାନ ଖଣିରେ ଧାନ କୁଣିଆ ପାନ ଗୋବର ପାଣି ଆଇ କାହାଣୀ ମାଟି ଘୂର୍ଣ୍ଣି ମାଠିଆ ପାଣି ହାତ ବିଞ୍ଚଣା ବାହା କାନ୍ଦଣା ହେନ୍ସ ମସିଣା ଶିକା ଚାରଣା ସଞ୍ଜ ଗୋଧୂଳି ପିଠା ଚକୁଳି ରଜର ଦୋଳି ଦେବତା ବଳି ଚୁଲିରେ ଜାଳ ଫୁଙ୍କିଲା ନଳ ହାଣ୍ଡି ପଖାଳ ଢିଙ୍କି ଚାଉଳ ଆଉ କ ନ ହଜି ଗଲାଣି ଚଟ ଆସନ ଅର୍କର ପାନ ସାଧୁ ସମ୍ମାନ ଭିକ୍ଷୁଙ୍କୁ ଦାନ ଶିକାରେ ଦହି ଲଙ୍ଗଳ ମହି ପୁରାଣ ବହି ଉଖୁଡା ଖଇ ବତି ଲଣ୍ଠନ ବଟୁଆ ପାନ ପୋଇ ମଥାନ ଅମାର ଧାନ ପତର ପୋଥି ମଙ୍ଗଳ ତିଥି ବନ୍ଧୁ ଅତିଥି ଦୁଃଖର ସାଥୀ ଶିଳ ବାଟଣ ଛାଇବା ଛଣ ପଡ଼ୋଶୀ ତୁଣ ମାପ ମହନ ବୁଢ଼ା ଶଙ୍ଖାରୀ କାହାଣୀ ପରି ପୂଜା ବାଛୁରୀ ସହିଷ୍ଣୁ ନାରୀ ଲୁଣ କାଠୁଆ ମାଟି ମାଠିଆ ନାଲି ଚା ମଜା ଚାଉଳ ଭଜା ପାଚିଲା କେନ୍ଦୁ ରହୁଛି ବନ୍ଧୁ ତେବେ ଉପରୋକ୍ତ ତଥ୍ୟମାନ ଆମେ 70 ବା 80 ଦଶକ ପୂର୍ବରୁ ଜନ୍ମିତ ବ୍ୟକ୍ତିମାନଙ୍କ ଅଳ୍ପେ ବହୁତେ ନିଶ୍ଚିତ ମନେଥିବ ଆମର ଉତ୍ତର ପୁରୁଷ ମାନଙ୍କୁ ଏ ଗୁଡ଼ିକ ଚିଡ଼ିଆ ଘରେ ସାଇତା ହୋଇ ରହିଥିବା ଦ୍ରବ୍ୟ ଭଳି ଲାଗିବ। ଆମେ ଏମିତି ସନ୍ଧିକ୍ଷଣରେ ଜନ୍ମିତ ଭାଗ୍ୟବାନ ବ୍ୟକ୍ତି ଯେ କି ପ୍ରାଚୀନକୁ ଦେଖିଛେ ଆଧୁନିକତାକୁ ଆପଣେଇଛେ ଉଗ୍ର ଆଧୁନିକତା ମଧ୍ୟରେ ସନ୍ତୁଳିତ ହୋଇ ଚାଲିଛେ। ଆମେ ଧାନ ବେଙ୍ଗଳା ପଛରେ ବୁଲିଛେ ଢିଙ୍କିକୁଟା ଚାଉଳ ଖାଇଛେ ଶିଳବଟା ବେସର ଖାଇଛେ ପିତଳ ହଣ୍ଡାରେ ରନ୍ଧା ଖେଚୁଡ଼ି ଓ ଗୁର୍ଦିଆ ଆମ୍ବିଳ ଓ ମହୁର ଭୋଜିମାନଙ୍କରେ ଖାଇଛେ ଆଉ ଏଇନେ ଖାଉଛେ ମଧ୍ୟ ଜମାଟୋରୁ ମଗା ହୋଇ ଆସିଥିବା ପିଜା ବର୍ଗର ସ୍ୟାଣ୍ଡୱିଚ ଇତ୍ୟାଦି କେତେ କଣ ଯାହାର ନାମ ଆମକୁ ଜଣା ନାହିଁ କିନ୍ତୁ ଆମ ଛୁଆଙ୍କ ଛୁଆମାନେ ତା ଉପରେ ପଟୁ ସେ ଯାହା ହେଉ ଉପରୋକ୍ତ ତଥ୍ୟ ମାନ ପଢ଼ିବା ଦ୍ୱାରା ଆମକୁ ସେଇ ପିଲାଦିନକୁ ନେଇ ଯାଇଛି। ବୋଉର ଧାନ କୁଟା ଖୁଡ଼ି ଜେଠେଇଙ୍କ ମାଣ୍ଡିଆ ଘୋରା ବୁଢ଼ୀମା ଅଣ୍ଟାରେ ଖୋସିଥିବା କରାଟ ଭିତରେ ଥିବା ଚାରଣୀ ଆଠଣୀର ଝମ ଝମ ଶବ୍ଦ ଦାଣ୍ଡରେ ବିସାବାଡ଼ି ଧରି ଚାଷୀ ଭାଇ ମାନଙ୍କ ପରିବା ବିକା ଘରେ ପଇସା ନଥିଲେ ଧାନ ଚାଉଳ ମୁଗ ବିରି ଆଦି ଦୋକାନରେ ବଦଳାଇ ସଉଦା ଆଣିବା ତା ବି ପ୍ରତିଦିନ। ଏହି ଘଟଣା ସ୍ମରଣ ଆମକୁ ଆମର ଛୋଟପଣର ବା ଦାରିଦ୍ର୍ୟତା ପରିପ୍ରକାଶ ନୁହେଁ ବରଂ ହଜି ହଜି ଯାଉଥିବା ତତ୍କାଳୀନ ସଂଘର୍ଷମୟ ସାମାଜିକ ବ୍ୟବସ୍ଥାର ସ୍ମୃତିଚାରଣ ମାତ୍ର।